ମୋ ସହିତ ଆପଣ ମାନେ ପ୍ରଥମ କରନ୍ତୀୟ ପୁସ୍ତକ 10 ଅଧ୍ୟାୟ ଟିକେ ଫିଟେଇବେ। ପ୍ରଥମ କରନ୍ତୀୟ 10 ଅଧ୍ୟାୟର ଆମେ 13 ପଦ ପଢିବା। ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡ଼ା ଅନ୍ୟ ପ୍ରକାର ପରୀକ୍ଷା ତୁମମାନଙ୍କ ପ୍ରତି ଘଟି ନାହିଁ। କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ସେ ତୁମମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବାକୁ ଦେବେ ନାହିଁ। ମାତ୍ର ଯେପରି ତୁମେମାନେ ସହ୍ୟ କରିପାର, ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ। ଏଇଟା ପ୍ରଥମ ପଦଟା କେତେ ସୁନ୍ଦର ଆହୁରି ଏତେ ବଡ ପ୍ରତିଜ୍ଞା ଲେଖାଯାଉଛି। ମନୁଷ୍ୟ ପ୍ରତି, ଖ୍ରୀଷ୍ଟିଆନ ପ୍ରତି, ବିଶ୍ୱାସୀ ପ୍ରତି ଲେଖାଯାଉଛି। ଏଇଟା ଟୋଟାଲି ପୃଥିବୀରେ ଥିବା ପ୍ରତ୍ୟେକ ମନୁଷ୍ୟ ମାନଙ୍କ ନିମନ୍ତେ ଲେଖାଯାଉଛି। ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ। ଯଦି ଆମେ ଷ୍ଟାଣ୍ଡାର୍ଡ 4 ରେ ଅଛୁ, ଆମର କ୍ୱେଶ୍ଚିନ୍ ପେପର ବି ଷ୍ଟାଣ୍ଡାର୍ଡ 4 ର ଆସେ। ଷ୍ଟାଣ୍ଡାର୍ଡ 5 ରେ ଥିଲେ ଆମେ ଷ୍ଟାଣ୍ଡାର୍ଡ 5 ର କ୍ୱେଶ୍ଚିନ୍ ପେପର ଆସେ। ଯଦି ଆମେ ଯୋଉ କ୍ଲାସରେ ଆମେ ଅଛୁ, ଯେତିକି ଆମେ ସହ୍ୟ କରିପାରିବୁ ସେତିକି ପରମେଶ୍ୱର ଆମକୁ ସେ ସେଇ ଲେଭେଲର ପ୍ରତିଜ୍ଞା ଆମକୁ ପରୀକ୍ଷାରେ ଆମମାନଙ୍କୁ ପକେଇବେ। ଏଇଟା ଆମେ ବୁଝି ରଖିବାର ଆବଶ୍ୟକ ରହିଛି। ପରୀକ୍ଷାରେ ପକେଇବେ ନାହିଁ, ପରୀକ୍ଷା ଆସିବା ପାଇଁ ଆମର ପରମେଶ୍ୱର ଅନୁମତି ଦେବେ। ଆମର ଜୀବନରେ ଯୋଉ ପ୍ରକାର ଶକ୍ତି, ଯୋଉ ପ୍ରକାର ଲେଭେଲରେ ଆମେ ଅଛୁ, ସେଇ ଲେଭେଲ ଛଡା ଅଲଗା ଲେଭେଲର ପରୀକ୍ଷା କେବେ ହେଲେ ଆସିବ ନାହିଁ। ଶୈତାନ ଯେତେବେଳେ ଆମ ପାଖକୁ ଆସି କହେ ତୋର ଶକ୍ତି ବାହାରୁ, ତୋର ସାମର୍ଥ୍ୟ ବାହାରୁ ତୁ ଏଇଟା ସବୁ ଯାକ ସହ୍ୟ କରିପାରିବୁ ନାହିଁ, ଦୁନିଆରେ କାହାକୁ ଏ ପ୍ରକାର ପରୀକ୍ଷା ନାହିଁ, ତୋତେ ଏକା ଏ ପ୍ରକାର ପରୀକ୍ଷା, ଏଇ ଯୋଉ ବିଷୟ ଗୁଡିକ ସେ କହେ, ଏଇଟା ମିଛ କଥା କହେ। ସେଥିପାଇଁ ଆମେ ପ୍ରଭୁଙ୍କର ଲୋକମାନେ ଆମେ ଜାଣି ରଖିବାର ଆବଶ୍ୟକ ରହିଛି ଯେ ମନୁଷ୍ୟ ପ୍ରତି ବୋଲେ ଆପଣଙ୍କ ପ୍ରତି ଆଉ ମୋ ପ୍ରତି ଯୋଉ ପ୍ରକାର ପରୀକ୍ଷା ଆପଣ ସହ୍ୟ କରିପାରିବେ ଆଉ ଯୋଉ ପ୍ରକାର ପରୀକ୍ଷା ମୁଁ ସହ୍ୟ କରିପାରିବି, ସେଇ ପ୍ରକାର ପରୀକ୍ଷା ଆସିବ। ଆଇବ, ତାଙ୍କର ସବୁ ଧନ ସମ୍ପତ୍ତି ଗଲେ ମଧ୍ୟ କିଛି ଫରକ ପଡିବ ନାହିଁ ତାଙ୍କୁ, ପରମେଶ୍ୱର ଜାଣିଛନ୍ତି। ମାତ୍ର ଆମର ଧନ ସମ୍ପତ୍ତି ଗଲେ ଆମକୁ ହାର୍ଟ ଆଟାକ ଆସିବ, ସେଥିପାଇଁ ଆମର ସବୁ ଧନ ସମ୍ପତ୍ତି ସେ ନେଉନାହାନ୍ତି। ଆଇବଙ୍କର ଗୋଟେ ଦିନରେ ସବୁ ଧନ ସମ୍ପତ୍ତି ଚାଲିଗଲା, ହେଲେ ମଧ୍ୟ ଆଇବ ବିଚଳିତ ହେଲେ ନାହିଁ। ଗୋଟେ ଦିନରେ ତାଙ୍କର 10-10ଟା ପୁଅ ଝିଅ ଚାଲିଗଲେ, ହେଲେ ମଧ୍ୟ ସେ ବିଚଳିତ ହେଲେ ନାହିଁ। କାରଣ ପରମେଶ୍ୱର ଜାଣିଛନ୍ତି ଯେ ଆୟୁବ କେଉଁ ପ୍ରକାର ପରୀକ୍ଷାକୁ ସହ୍ୟ କରିପାରିବ। ସେଥିପାଇଁ ସେଇ ପ୍ରକାର ପରୀକ୍ଷା ଆସିବା ପାଇଁ ସେ ଅନୁମତି ଦେଲେ। ଯଦି ଆଜି ଆମେ ପରୀକ୍ଷା ମଧ୍ୟ ଦେଇ ଯାଉଛୁ, ବେଳେ ବେଳେ ମତେ କହନ୍ତି, ଆଜ୍ଞା ଆପଣ କଣ ଜାଣିବେ ଆଜ୍ଞା, ଆମ ଜୀବନର ଦୁଃଖ କଷ୍ଟ, ଆମେ କି ପ୍ରକାର କଷ୍ଟ ମଧ୍ୟ ଦେଇକି ଯାଉଛୁ। ଆଇବଙ୍କ ଠାରୁ ମଧ୍ୟ ବଡ ପରୀକ୍ଷା, ବାପା ଲୋ ମା, ଆଇବଙ୍କ ଠାରୁ ବଡ ପରୀକ୍ଷା ଆମକୁ ପଳେଇ ଆସିଛି, ଆଉ ଇଏ ସହ୍ୟ କରି ପକେଇଛି। ପରମେଶ୍ୱର ସେ ଆମକୁ କହୁଛନ୍ତି ଯେ ମନୁଷ୍ୟ ପ୍ରତି ଯେଉଁ ପ୍ରକାର ପରୀକ୍ଷା ସ୍ୱାଭାବିକ, ତାହା ଛଡା ଅନ୍ୟ ପ୍ରକାର ପରୀକ୍ଷା ତୁମ୍ଭମାନଙ୍କ ପ୍ରତି ଘଟି ନାହିଁ, ଘଟି ନାହିଁ କି ଘଟିବ ମଧ୍ୟ ନାହିଁ। ତା ପଛେ ଲେଖା ଯାଉଛି, କିନ୍ତୁ ଈଶ୍ୱର ବିଶ୍ୱାସ୍ୟ, ସେ ତୁମ୍ଭମାନଙ୍କୁ କୌଣସି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବା ପାଇଁ ଦେବେ ନାହିଁ। ଏଇଟା ମନେ ରଖନ୍ତୁ, ମୁଁ ସହ୍ୟ ନ କରିପାରିଲା ପରି କୌଣସି ପରୀକ୍ଷା ପରମେଶ୍ୱର ଦେବେ ନାହିଁ। ଯୋଉ ପରୀକ୍ଷା ମୋ ଜୀବନରେ ଆସିଛି, ଆପଣମାନଙ୍କ ଜୀବନରେ ଆସିଛି, ସେ ପରୀକ୍ଷାକୁ ଆମେ ସହ୍ୟ କରିପାରିବା। ଯଦି ଆମେ କହୁଛୁ ପ୍ରଭୁ ମୋର ଶକ୍ତି ଓ ସାମର୍ଥ୍ୟ ବାହାରେ ତୁମେ ମତେ ପରୀକ୍ଷାରେ ପକେଇଛ, ଏହାର ଅର୍ଥ ପ୍ରଭୁଙ୍କୁ କହୁଛୁ, ପ୍ରଭୁ ତୁମେ ଅବିଶ୍ୱସ୍ତ ପରମେଶ୍ୱର, ତୁମେ ଅବିଶ୍ୱସ୍ତ ପରମେଶ୍ୱର ବୋଲି ଆମେ କହୁଛୁ। ମାତ୍ର ପରମେଶ୍ୱର ବିଶ୍ୱସ୍ତ। ସମସ୍ତେ ଅବିଶ୍ୱସ୍ତ ହେଲେ ମଧ୍ୟ ଆମର ପରମେଶ୍ୱର ସେ ବିଶ୍ୱସ୍ତ ପରମେଶ୍ୱର। ସେଥିପାଇଁ ଆମେ ଆଜି ବିଭିନ୍ନ ପ୍ରକାର ପରୀକ୍ଷା ପ୍ରଲୋଭନ ମଧ୍ୟ ଦେଇକିନା ଆମେ ଯାଉଛୁ। କାହାର ଫାଇନାନ୍ସିଆଲି ମ୍ୟାଟରରେ, ଆର୍ଥିକ ସଙ୍କଟ ମଧ୍ୟରେ ଯାଉଛନ୍ତି, କିଏ ଶାରୀରିକ ଅଭିଳାଷ ମଧ୍ୟରେ ସେ ଯାଉଛନ୍ତି, କେହି କେହି ସେମାନେ ରୋଗ କଷ୍ଟ ଅସୁବିଧା ମଧ୍ୟରେ ଯାଉଛନ୍ତି। ମତେ ଦାନ୍ତ ବଥା ମତେ ବହୁତ ହୁଏ, ସେଇଟା ମୋ ପାଇଁ ପ୍ରଲୋଭନ। ମତେ ଯଦି ଗୋଟେ ସାଇଡ ଦାନ୍ତ ବଥଉଥିବ, ମୁଁ ଆଉ ଗୋଟେ ସାଇଡ ଖାଇବାଟା ଖାଇବି, ମୁଁ ଭୋକରେ ରହିବାର ଚାନ୍ସ ନାହିଁ। କେତେ ଜଣ ଅଛନ୍ତି ଦାନ୍ତ ବଥା ହେଇଗଲା ବେଳେ ସେମାନେ କିଛି ଖାଇବେ ନାହିଁ, ସେମାନେ ମତେ ସେ ଗୋଟେ ସାଇଡ ଦାନ୍ତ ବଥା ହେଲେ ଆଉ ଗୋଟେ ସାଇଡ ମୁଁ ମସ୍କି ଖାଇଦେବି।
ମୋ ଦାନ୍ତ ବଥା ମୋ ପାଇଁ ଏବେ କମନ ପରୀକ୍ଷା ହେଇଯାଇଛି। କେତେ ଜଣଙ୍କୁ ଦାନ୍ତ ବଥା ହେଲା ବୋଲି କହିଲେ ପୁରା ଗାଲ ଯାକ ଫୁଲିଯିବ, ପୁରା ବଡ ବଡ ହେଇଯିବ, ସେମାନେ ଦେଖୁ ଦେଖୁ ଆଗ ଜାଣିଦେବେ କଣ ହେଇଛି କି ତମକୁ। ପ୍ରିୟ ମାନେ, କିଏ କୋଉ ପ୍ରକାର ପରୀକ୍ଷା ସହ୍ୟ କରିପାରିବ, କାହାର କେତିକି କେପାସିଟି ଅଛି, କିଏ କେତିକି ଲେଭେଲରେ ମେଚୋର୍ଡ ଅଛି, ସେ ଅନୁସାରେ ପରମେଶ୍ୱର ସେ ପରୀକ୍ଷା ଆସିବା ପାଇଁ ଅନୁମତି ଦିଅନ୍ତି। ଆଇବଙ୍କୁ ସାଙ୍ଗେ ସାଙ୍ଗେ ସବୁ ପ୍ରକାର ପରୀକ୍ଷା ପାଇଁ ପରମେଶ୍ୱର ଅନୁମତି ଦେଲେ ନାହିଁ। ପ୍ରଥମେ ତା ଧନ ସମ୍ପତ୍ତି ନେଇ, ତା ପଛେ ତା ଛୁଆ ମାନଙ୍କୁ ନେଇପାରିବୁ, ତା ପଛେ ତୁ ତା ଶରୀରରେ ରୋଗ ଜ୍ୱର ଆଣିଦେଇ ପାରିବୁ। ପରମେଶ୍ୱର ଗୋଟେ ପରେ ଗୋଟେ ପରୀକ୍ଷା ଆସିବା ପାଇଁ ଅନୁମତି ଦେଲେ। ସେଥିପାଇଁ ପରୀକ୍ଷା ସମୟର ପ୍ରତିଜ୍ଞା ଏଇଟାକୁ ମନେ ରଖିବେ, ଏଇ ପ୍ରତିଜ୍ଞାକୁ ମନେ ରଖିବେ। ଆଜି ଯଦି ମୁଁ ଏଇ ପ୍ରକାର ସମସ୍ୟା କଷ୍ଟ ମଧ୍ୟ ଦେଇ ଯାଉଛି, ପରମେଶ୍ୱର ଏଇ ପରୀକ୍ଷା ମୋ ଜୀବନରେ ଆସିବା ପାଇଁ ଅନୁମତି ଦେଇଛନ୍ତି, ଆଉ ଏଇଟା ମୁଁ ସହ୍ୟ କରିପାରିବି। ମତେ ନ ସହ୍ୟ କରିପାରିଲା ପରି କୌଣସି ପ୍ରକାର ପ୍ରତିଜ୍ଞା ପରୀକ୍ଷା ସେ ଦେଇନାହାନ୍ତି। ଦେଖାଯାଉଛି ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବା ପାଇଁ ଦେଇନାହାନ୍ତି, ମାତ୍ର ଯେପରି ତୁମେମାନେ ସହ୍ୟ କରିପାର ଏଥିପାଇଁ ପରୀକ୍ଷା ଘଟିବା ସଙ୍ଗେ ସଙ୍ଗେ ସେ ଉଦ୍ଧାରର ପଥ ମଧ୍ୟ ପ୍ରସ୍ତୁତ କରିବେ। ପରୀକ୍ଷା ସମୟରେ ଉଦ୍ଧାରର ପଥ କଣ ଜାଣିଛନ୍ତି ତ ଆପଣମାନେ? ଯେତେବେଳେ ମଧ୍ୟ ଯେକୌଣସି ପରୀକ୍ଷା ଆମ ଜୀବନରେ ଆସେ, ତାର ଉଦ୍ଧାରର ପଥ ମଧ୍ୟ ଆମେ ଜାଣିବାର ଅଛି। ଇସ୍ରାଏଲ ଲୋକମାନେ ଯାଉଥିଲେ, ବାଟରେ ସୁପ ସାଗର ପଡିଗଲା। ସୁପ ସାଗର ପଡୁ ପଡୁ ସେଇ ସ୍ଥାନରେ ଯଦି ସେମାନେ ପ୍ରଶଂସା କରିଥାନ୍ତେ, ଆରାଧନା କରିଥାନ୍ତେ, ତାହେଲେ ପରମେଶ୍ୱର ସେ ସୁପ ସାଗରକୁ ଦୁଇ ଭାଗ କରିକି ନେଇଯାଇଥାନ୍ତେ। ମାତ୍ର ସେଇ ସ୍ଥାନରେ ବଚସା କରିବାକୁ ଷ୍ଟାର୍ଟ କରିଦେଲେ ସେମାନେ। ପରୀକ୍ଷା ସମୟରେ କେବେ ବଚସା କରନ୍ତୁ ନାହିଁ, ପରମେଶ୍ୱରଙ୍କୁ କମ୍ପ୍ଲେନ କରନ୍ତୁ ନାହିଁ। ପରୀକ୍ଷା ସମୟରେ ଆପଣ କଣ କରିବେ? ପ୍ରଭୁଙ୍କର ଗୌରବ କରିବେ, ପ୍ରଭୁଙ୍କର ମହିମା କରିବେ, ସ୍ତୁତି ଆରାଧନା କରିବେ। ଏଇଟା ହଉଛି ଉଦ୍ଧାରର ମାର୍ଗ। ଯୋଉ ସମୟରେ ମଧ୍ୟ ଆମ ଜୀବନରେ ପରୀକ୍ଷା ପ୍ରଲୋଭନ ଆସେ, ସେଇ ସମୟରେ ଆମେ ପରମେଶ୍ୱରଙ୍କୁ ଧନ୍ୟବାଦ ଦେବା, ପ୍ରଭୁ ତୁମେ ମହାନ, ତୁମେ ସର୍ବଶକ୍ତିମାନ, ମୋର ଶକ୍ତି ବାହାରେ ତୁମେ ମୋତେ ପରୀକ୍ଷା ହେବା ପାଇଁ ଦେବ ନାହିଁ, ସେଇଟା କରିବାର ଅଛି। ଆଉ ପରୀକ୍ଷା ସମୟରେ ଆମକୁ ଆଉ କଣ କରିବାକୁ ପଡିବ ଦେଖିବା। ମୋ ସହିତ ଆପଣ ମାନେ ମାଥ୍ୟୁ ଲିଖିତ ସୁସମାଚାର ଫିଟେଇବେ। ମାଥ୍ୟୁ ଲିଖିତ ସୁସମାଚାର ଏହାର 26 ଅଧ୍ୟାୟ 41 ପଦ ପଢିବେ। ପରୀକ୍ଷାରେ ଯେପରି ନ ପଡ, ଏଥିପାଇଁ ଜାଗି ରହି ପ୍ରାର୍ଥନା କର। ଆତ୍ମା ଇଚ୍ଛୁକ ସତ୍ୟ, ମାତ୍ର ଶରୀର ଦୁର୍ବଳ। ପରୀକ୍ଷା ଯେପରି ନ ଆସୁ ଏଥିପାଇଁ ପ୍ରାର୍ଥନା କର ବୋଲି କହୁନାହାନ୍ତି। ପ୍ରଭୁ ମତେ କେବେ ପରୀକ୍ଷା ନ ଆସୁ, ମତେ ପରୀକ୍ଷା ନ ଆସୁ। ଆମେ ଯଦି ସ୍କୁଲରେ ଜଏନ ହେଇଛୁ, ପରୀକ୍ଷା ଆସିବାଟା ଆସୁ। କେତେ ଜଣ ଛୁଆମାନେ ଥିବେ, ସେମାନେ କଣ ବର୍ଷ ସାରା ପାଠ ପଢିବେ ନାହିଁ, ଆଉ ସେମାନେ ପରୀକ୍ଷା ସମୟରେ ପାଷ୍ଟର ଆଜ୍ଞା ଟିକେ ମୋ ପାଇଁ ପ୍ରାର୍ଥନା କରିଦିଅ, ମୋ ପାଇଁ ପ୍ରାର୍ଥନା କରିଦିଅ, ତୁମେ ପ୍ରାର୍ଥନା କରିଦେଲେ ମୁଁ ପାସ୍ ହେଇଯିବି। ପାଠ ସାଠ ପଢିନଥିବ, ଆମେ ପ୍ରାର୍ଥନା କଲେ କିଛି କାମ ଦେବ ନାହିଁ। ମାତ୍ର ଏଠି ଲେଖା ଯାଉଛି ଯେ ପରୀକ୍ଷା ଯେ ପ୍ରକାର, ପରୀକ୍ଷାରେ ଯେପରି ନ ପଡ। ପରୀକ୍ଷା ଆସିବ, ମାତ୍ର ପରୀକ୍ଷାରେ ଆମେ ଯଦି ପଢିବା ନାହିଁ, ପରୀକ୍ଷା ଆସିବାଟା ପାପ ନୁହେଁ, ପରୀକ୍ଷାରେ ପଡିଯିବାଟା ପାପ। ସେଥିପାଇଁ ଲେଖା ଯାଉଛି ପରୀକ୍ଷାରେ ଯେପରି ନ ପଡ, ଏଥିପାଇଁ ଜାଗି ରହି ପ୍ରାର୍ଥନା କର। ଆଜି ଅନେକ ଜଣ ସେମାନେ ପରୀକ୍ଷା ପ୍ରଲୋଭନରେ ପଡିଯିବାର ମୁଖ୍ୟ କାରଣ କଣ? ସେମାନେ ପ୍ରାର୍ଥନା କରିନାହାନ୍ତି। ଯଦି ସେମାନେ ପ୍ରାର୍ଥନାରେ ସମୟ ବିତାଇଥାନ୍ତେ, ପିତର ଯଦି ସେଇଦିନ ଆଣ୍ଠେଇକିନା ଯୀଶୁଖ୍ରୀଷ୍ଟଙ୍କ ସହିତ ଘଣ୍ଟାଟି ପ୍ରାର୍ଥନା କରିଥାନ୍ତେ, ତାହେଲେ ଯୀଶୁଖ୍ରୀଷ୍ଟଙ୍କୁ ତାଙ୍କୁ ଅସ୍ୱୀକାର କରିବାକୁ ପଡିନଥାନ୍ତା। ଯୀଶୁଖ୍ରୀଷ୍ଟଙ୍କୁ ସେ 3 ଥର ଅସ୍ୱୀକାର କଲେ, ରାଣ ପକେଇକିନା ଅସ୍ୱୀକାର କଲେ, ମୁଁ ଯୀଶୁଖ୍ରୀଷ୍ଟଙ୍କୁ ଜାଣି ନାହିଁ ବୋଲିକିନା। ଆଉ ଶିଷ୍ୟମାନେ ଡରିକିନା ଧାଇଁକିନା ପଳେଇଲେ। ଯଦି ସେଇଦିନ ସେମାନେ ଯୀଶୁଙ୍କ ସହିତ ଜାଗି ରହି ପ୍ରାର୍ଥନା କରିଦେଇଥାନ୍ତେ। ମାନେ ଆମେ ପ୍ରାର୍ଥନା ମାନେ ଆମେ କଣ ଜାଣୁ? ପ୍ରଭୁ ଆମକୁ ଡାଲି ଦିଅ, ଚାଉଳ ଦିଅ, ଆମକୁ ଭଲ ଘର ଦିଅ, ଆମକୁ ଭଲ ଚାକିରି ଦିଅ, ଭଲ ସ୍ତ୍ରୀ ଦିଅ, ଭଲ ଛୁଆ ଦିଅ, ସୁନା ଗହଣା ଦିଅ, ଗାଡି ଦିଅ। ଏଇଟା ଆମର ପ୍ରାର୍ଥନା ଥାଏ। ଏଇଟା ଆମ ପ୍ରାର୍ଥନା। ପ୍ରଭୁଙ୍କୁ ଗୋଟେ ଗ୍ରୋସରୀ ସାମାନ ଲିଷ୍ଟ କରି ଆମେ ଦେଇ ଦେଇଥାଉ ଆମେ। ମାତ୍ର ଏଠି ଆମକୁ ପ୍ରଭୁ ଆମକୁ କହୁଛନ୍ତି ପ୍ରାର୍ଥନା କଣ? ପରୀକ୍ଷାରେ ଯେ ପ୍ରକାର ନ ପଡ। ପରୀକ୍ଷା ତୁମ ଜୀବନରେ ଆସିବାଟା ଆସିବ। ପରୀକ୍ଷା ଆସିବାଟା ମନ୍ଦ ନୁହେଁ। ପରୀକ୍ଷା ଆସିଲେ ତ ତୁମେ ଆଉ ଗୋଟେ କ୍ଲାସକୁ ତୁମେ ଯିବ। ଆମର ପୁଅ ଝିଅ ମାନେ ପରୀକ୍ଷା ସମୟରେ ଆମେ ତାଙ୍କୁ କେତେ ଏନକରେଜ କରୁ, ଯା ବାବୁ ପରୀକ୍ଷା ଦେବୁ ଯା, ପରୀକ୍ଷା ଦେବୁ ଯା। ଯୋଉମାନେ ପଢିଛନ୍ତି ସେମାନେ ବହୁତ ଖୁସିରେ ଯିବେ, ଆଉ ଯୋଉମାନେ ପାଠଶାଠ ପଢି ନାହାନ୍ତି ସେଦିନ ଜ୍ୱର ହେଇଯିବ।
ସେମାନଙ୍କୁ ଥଣ୍ଡା ହେଇଯିବ, ମୁଁ ଯିବି ନାହିଁ, ଏଇ ପ୍ରକାର ସେମାନେ କହିବାକୁ ଷ୍ଟାର୍ଟ କରିବେ। ମାତ୍ର ପରୀକ୍ଷା ଆମ ଜୀବନରେ ଆସିବ, ଆର୍ଥିକ, ଶାରୀରିକ, ମାନସିକ, ପାରିବାରିକ ବିଭିନ୍ନ ପ୍ରକାର କ୍ଷେତ୍ରରେ ପରୀକ୍ଷା ଆସିବ। ମାତ୍ର ଯଦି ଆମେ ପ୍ରାର୍ଥନା କରିବା, ତାହେଲେ ସେଇ ପରୀକ୍ଷାରେ ଆମକୁ ପଢିବାକୁ ପଡିବ ନାହିଁ, ପରୀକ୍ଷାରେ ଜୟଲାଭ କରିବାକୁ ପଡିବ। ଦେଖନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ବିଷୟରେ ମୁଁ ଆପଣମାନଙ୍କୁ କହୁଛି। ଏବ୍ରୀ ପୁସ୍ତକ ଏହାର 5 ଅଧ୍ୟାୟକୁ ଆସନ୍ତୁ। 5 ଅଧ୍ୟାୟରେ ଏଇ ଜାଗାରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ 7 ପଦରେ ସେ ପ୍ରାର୍ଥନା କରୁଛନ୍ତି। ସେ କଣ ପ୍ରାର୍ଥନା କରୁଛନ୍ତି? ଯେ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ତାହାଙ୍କ ନିକଟରେ ସେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କରୁଥିଲେ, ଆଉ ଉତ୍ତର ସ୍ୱରୂପେ ଆଶଙ୍କାରୁ ରକ୍ଷା ପାଇ। ଠିକ ଅଛି। ଆମେ କେତେବେଳେ ପ୍ରାର୍ଥନା ଆମେ କରୁ? ଆମେ ଯେତେବେଳେ ପାପରେ ପଡିଯାଉ ତାପରେ ପ୍ରାର୍ଥନା କରୁ। ମାତ୍ର ଯୀଶୁ ଖ୍ରୀଷ୍ଟ କେତେବେଳେ ପ୍ରାର୍ଥନା କରିଥିଲେ? ପାପରେ ନ ପଡିବା ପୂର୍ବରୁ ପ୍ରାର୍ଥନା, ପ୍ରଭୁ ମୁଁ ପାପରେ ପଡିବାକୁ ଚାହେଁ ନାହିଁ, ମତେ ରକ୍ଷା କର, ରକ୍ଷା କର। ଆଦମ ପଡିଗଲେ, ଅମୁକ ପଡିଗଲେ, ସମୁକ ପଡିଗଲେ, ମୁଁ ପାପରେ ପଡିବା ପାଇଁ ଚାହୁଁନାହିଁ। ପ୍ରିୟମାନେ, ଏଇଟା ଯୀଶୁ ଖ୍ରୀଷ୍ଟ ସେ ପ୍ରାର୍ଥନା କରୁଛନ୍ତି। ମୃତ୍ୟୁରୁ ରକ୍ଷା ବେଲେ ମୃତ୍ୟୁକୁ ଡରୁ ନଥିଲେ, ଯେ ପ୍ରକାର କି ସେ ପାପରେ ପଡି ନଯିବେ, ସେଥି ନିମନ୍ତେ ସେ ପିତାଙ୍କ ଛାମୁରେ କେମିତି ଦେଖାଗଲା ଯେ ତାହାଙ୍କୁ ମୃତ୍ୟୁରୁ ରକ୍ଷା କରିବାକୁ ସମର୍ଥ, ତାହାଙ୍କ ନିକଟରେ ଆପଣା ପାର୍ଥିବ ଜୀବନରେ ଥିବା ସମୟରେ କେମିତି ପ୍ରାର୍ଥନା କରୁଛନ୍ତି? ପ୍ରବଳ ଆର୍ତ୍ତନାଦ। ଭାବି ଦେଖନ୍ତୁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପାପ ପ୍ରତି କି ପ୍ରକାର ମନୋଭାବ ଥିଲା। ସେ ପରୀକ୍ଷା ସିଆଡେ ଆସୁଛି, ଇଆଡେ ପ୍ରାର୍ଥନା କରୁଛନ୍ତି। ମୁଁ ଏବେ ସମାଜକୁ ଯାଉଛି, ଏବେ ମଧ୍ୟ ମୁଁ ଫିଲ୍ଡ ମଧ୍ୟକୁ ଯାଉଛି, ବିଭିନ୍ନ ପ୍ରକାର ପରୀକ୍ଷା ଆସିବ, ମତେ ଦୟାକରି ମତେ ସାହାଯ୍ୟ କର। କେମିତି ତାଙ୍କର ପ୍ରାର୍ଥନା ଥିଲା। ସେଇ ଯୀଶୁଙ୍କୁ ଆମେ ପ୍ରଭୁ ଭାବରେ ଗ୍ରହଣ ଆମେ କରିଛୁ। ଆମେ ପ୍ରିୟମାନେ, ପରୀକ୍ଷା ସମୟର ପ୍ରତିଜ୍ଞା, ପରୀକ୍ଷା ସମୟର ପ୍ରତିଜ୍ଞା କଣ? ଯେ ପରମେଶ୍ୱର ଆମକୁ କୌଣସି ପ୍ରକାର ଅସହ୍ୟ ପରୀକ୍ଷାରେ ପରୀକ୍ଷିତ ହେବା ପାଇଁ ଆମକୁ ଦେବେ ନାହିଁ, ଏଇଟା ତାଙ୍କର ପ୍ରତିଜ୍ଞା। ଆଉ ପରୀକ୍ଷା ଆସୁ ଆସୁ ସେ ଆମମାନଙ୍କୁ କଣ କରିବେ? ଉଦ୍ଧାରର ମାର୍ଗ ମଧ୍ୟ। ପରୀକ୍ଷା ଇଆଡେ ଆସୁଛି, ସେ ଉଦ୍ଧାର ମାର୍ଗ କଣ? ପ୍ରଭୁଙ୍କର ସ୍ତୁତି କରିବା, ପ୍ରଭୁଙ୍କର ମହିମା କରିବା, ପ୍ରଭୁଙ୍କ ନିକଟରେ ଆମେ ପ୍ରାର୍ଥନା ଆମେ କରିବା। ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇ ପ୍ରକାର ଭାବରେ ସେ ପ୍ରାର୍ଥନା କଲେ। କେତେବେଳେ ପ୍ରାର୍ଥନା କଲେ? ପରୀକ୍ଷାରେ ପଡିଗଲା ପରେ ପ୍ରାର୍ଥନା କରିନାହାନ୍ତି, ନ ପଡିବା ପୂର୍ବରୁ ସେ ପ୍ରବଳ ଆର୍ତ୍ତନାଦ ଓ ଅଶ୍ରୁ ସହକାରେ ପ୍ରାର୍ଥନା ଓ ବିନତି ଉତ୍ସର୍ଗ କଲେ। ପ୍ରିୟମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଶିଖେଇଥିବା ପ୍ରାର୍ଥନା ଆମେ କରୁଛୁ। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମହାଯାଜକୀୟ ପ୍ରାର୍ଥନା ଉପରେ ଶିକ୍ଷା ଦିଆଯାଉଛି। ମାତ୍ର ଏଇ ପ୍ରାର୍ଥନା ପ୍ରଭୁ ଯୀଶୁ ଖ୍ରୀଷ୍ଟ ଗୋଟେ ଦିନ କରିନଥିଲେ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏ ପୃଥିବୀ ପୃଷ୍ଠରେ 33 ବର୍ଷ 6 ମାସ ଥିଲେ। ଡେଲି ତାଙ୍କର ଏଇ ପ୍ରାର୍ଥନା ଥିଲା, ପିତା ମତେ ମୃତ୍ୟୁରୁ ରକ୍ଷା କର, ପ୍ରଭୁ ମତେ ସାହାଯ୍ୟ କର, ମତେ ରକ୍ଷା କର, ମୁଁ ପଡିଯିବି, ମତେ ତମେ ସମ୍ଭାଳ। ପ୍ରିୟମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ଆମ ପରି ଶରୀର ଧାରଣ କରି ଆସିଥିଲେ, ଆମ ପରି ରକ୍ତ ମାଂସ ଶରୀର ଧାରଣ କରି ଆସିଥିଲେ। ଆଉ ସେଇ ଶରୀରରେ ତାଙ୍କୁ ଭୋକ ଲାଗୁଥିଲା, ତାଙ୍କୁ ଶୋଷ ଲାଗୁଥିଲା, ତାଙ୍କୁ ପ୍ରଲୋଭନ ମଧ୍ୟ ଲାଗୁଥିଲା। ସେଥିପାଇଁ ସେ ପ୍ରାର୍ଥନା କରୁଥିଲେ। ଯେତେବେଳେ ସେ ପ୍ରାର୍ଥନା କରୁଥିଲେ, ପରମେଶ୍ୱର ତାଙ୍କୁ ରକ୍ଷା କରୁଥିଲେ। ପ୍ରଭୁଙ୍କର ଗୌରବ ହଉ। ଯଦି ଆମେ 4 ଅଧ୍ୟାୟ ପଢିବା, ସେଇ ଏବ୍ରୀ ପୁସ୍ତକ 4 ଅଧ୍ୟାୟର 15 ପଦରୁ ଆମେ ପଢିବା। ଆମେ କାରଣ ଯେ ଆମ୍ଭମାନଙ୍କ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବାକୁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି, ବରଂ ସେ ପାପରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତ ଭାବେ ପରୀକ୍ଷିତ ହେଲେ। ପରୀକ୍ଷିତ ହେଲେ ସେ। କି ସୁନ୍ଦର ଭାବରେ ଏଇ ପଦଟା ମୋ ଜୀବନକୁ ବଦଳାଇ ଦେଲା। ଲେଖା ଯାଉଛି, କାରଣ ଯେ ଆମ୍ଭମାନଙ୍କୁ ଦୁର୍ବଳତାରେ ଆମ୍ଭମାନଙ୍କ ପ୍ରତି ସହାନୁଭୂତି ଦେଖାଇବା ପାଇଁ ଅସମର୍ଥ, ଆମ୍ଭମାନଙ୍କର ଏପରି ମହାଯାଜକ ନାହାନ୍ତି। ଆମ ପାଖରେ ଏଇ ପ୍ରକାର ଯାହା ମହାଯାଜକ ଅଛନ୍ତି, ଆମର ଦୁର୍ବଳତା ଅଛି, ଆଉ ଆମର ଦୁର୍ବଳତାରେ କମେଣ୍ଟସ କରିବେ ନାହିଁ। ଆଜି ଜଣେ ବିଶ୍ୱାସୀ ପଡିଯିବା ସମୟରେ ତାକୁ ଅନେକ ପ୍ରକାର କମେଣ୍ଟସ କରାଯାଏ, ବହୁତ ପ୍ରକାର ସମାଲୋଚନା, ବହୁତ ପ୍ରକାର ବ୍ୟାକବାଇଟିଂ କରାଯାଏ। ଓ ଆମେ ଭାବୁଥିଲୁ ସେ ବହୁତ ବଡ ବିଶ୍ୱାସୀ,
ଆଉ ଭାବୁଥିଲୁ ସେ ବହୁତ ଆତ୍ମିକ, ମାତ୍ର ତାର ସ୍ୱଭାବ ଏମିତି। ପ୍ରିୟ ମାନେ, ଯେତେବେଳେ ଗୋଟେ ବିଶ୍ୱାସୀ ବିଭିନ୍ନ କ୍ଷେତ୍ରରେ ଦୁର୍ବଳ ଥାଏ, ଆମର ଦୁର୍ବଳ ସମୟରେ ପରମେଶ୍ୱର ଜାଣିଛନ୍ତି ନିର୍ମଳ ଖରାର କେଉଁ କେଉଁ କ୍ଷେତ୍ରରେ ଦୁର୍ବଳ, ଆପଣ ମାନଙ୍କର କେଉଁ କେଉଁ କ୍ଷେତ୍ରରେ ଆପଣ ଦୁର୍ବଳ ଅଛନ୍ତି। ସେହି ଦୁର୍ବଳତାରେ ଆମକୁ ସାହାଯ୍ୟ କରିବା ପାଇଁ ସେ ସଦା ସର୍ବଦା ପ୍ରସ୍ତୁତ ଅଛନ୍ତି। କାହିଁକି ସେ ଦୁର୍ବଳତାରେ ଆମକୁ ସହାନୁଭୂତି ଦେଖେଇବେ? ଲେଖାଯାଉଛି, ବରଂ ସେ ପାପ ରହିତ ହୋଇ ଆମ୍ଭମାନଙ୍କ ପରି ସର୍ବତ ଭାବରେ ପରୀକ୍ଷିତ ହେଲେ। ମୁଁ ଯେଉଁ ଯେଉଁ କ୍ଷେତ୍ରରେ ପରୀକ୍ଷିତ ହେଇଛି, ଆଉ ଆସନ୍ତା ଦିନ ମାନଙ୍କରେ ପରୀକ୍ଷିତ ହେବି, ଆପଣ ମାନେ ମଧ୍ୟ ଯେଉଁ ଯେଉଁ କ୍ଷେତ୍ରରେ ପରୀକ୍ଷିତ ହେଇଛନ୍ତି, ଆସନ୍ତା ଦିନ ମାନଙ୍କରେ ମଧ୍ୟ ପରୀକ୍ଷିତ ହେବେ। ସେ ସବୁ ବିଷୟରେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ପରୀକ୍ଷିତ ହେଇଛନ୍ତି। ଆଉ ସବୁଠୁ ଖୁସିର ବିଷୟ କଣ? କୌଣସି ପରୀକ୍ଷା ପ୍ରଲୋଭନରେ ପଡିନାହାନ୍ତି, ପ୍ରତ୍ୟେକ ପରୀକ୍ଷା ପ୍ରଲୋଭନରେ ଜୟ ଲାଭ କରିଛନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ପଚାରିବ ଭୋକ କଣ, ତାଙ୍କୁ ଜଣା। 40 ଦିନ 40 ରାତି ଯେ ଖାଇ ନାହାନ୍ତି, ଭୋକର ଚରମ ସୀମାରେ ଯାଇଛନ୍ତି। ତାଙ୍କୁ ତାଙ୍କର ସେଇ ସମୟରେ ସହାନୁଭୂତି ଦେବା ପାଇଁ, ଶକ୍ତି ଦେବା ପାଇଁ ସ୍ୱର୍ଗରୁ ଦୂତମାନେ ଆସି ତାଙ୍କୁ ଶକ୍ତି ପ୍ରଦାନ କଲେ। 40 ଡେଜ ଫାଷ୍ଟିଂ କରୁଥିଲେ। ଭୋକ କଣ ତାଙ୍କୁ ଜଣା, ଦରିଦ୍ରତା କଣ ତାଙ୍କୁ ଜଣା। ଆମେ କେହି ମଧ୍ୟ ଜଣେ ମଧ୍ୟ ଗୁହାଳ ଘରେ ଜନ୍ମ ଗ୍ରହଣ କରିନାହୁଁ, ଗୁହାଳ ଘରେ ସେ ଜନ୍ମ ଗ୍ରହଣ କରିଛନ୍ତି। ଏତେ ଦରିଦ୍ର ଅବସ୍ଥାରେ ପ୍ରଭୁ ତୁମେ ଦରିଦ୍ରତା ମାନେ କଣ ତୁମେ କଣ ଜାଣିବ, ଅଭାବ ମାନେ କଣ ତୁମେ କଣ ଜାଣିବ। ଅଭାବକୁ ଜାଣିଛନ୍ତି, ଭୋକକୁ ଜାଣିଛନ୍ତି। ପରିବାର ମଧ୍ୟରେ ତାଙ୍କର ଭାଇ ମାନେ ତାଙ୍କୁ ଯୋଉ ପ୍ରକାର ଭାବରେ ପାଗଳ ବୋଲି କହୁଥିଲେ, ମତି ଭ୍ରମ ହେଇଗଲା ବୋଲି କହୁଥିଲେ, ଏଇ ପ୍ରକାର ବିଭିନ୍ନ ପ୍ରକାର ତାଙ୍କ ବିରୁଦ୍ଧରେ କଥା କହୁଥିଲେ। ସେଇ ସମୟରେ ସେ କି ପ୍ରକାର ମାନସିକ ପ୍ରେସରରେ ଥିବେ ସେଇଟା ମଧ୍ୟ ତାଙ୍କୁ ଜଣା। ଆମେ ଯେଉଁ ଯେଉଁ ବିଷୟରେ ଆମେ ପରୀକ୍ଷିତ ଆମେ ହେଉଛୁ, ଆର୍ଥିକ ପରିସ୍ଥିତିରେ ମଧ୍ୟ ପରୀକ୍ଷିତ। ସେ କାର୍ପେଣ୍ଟର କାମ କରୁଥିଲେ, ମୁଁ 100% ବିଶ୍ୱାସ କରେ କାହାକୁ ଟଙ୍କାଟି ମଧ୍ୟ ଠକି ନାହାନ୍ତି। ସମସ୍ତଙ୍କ ପ୍ରତି ବିଶ୍ୱସ୍ତ ଭାବରେ ସେ କାମ କରିଛନ୍ତି। ଯେତିକି ନେବା କଥା ସେତିକି ନେଇଛନ୍ତି, ତାଠୁ ଅଧିକ ନେଇନାହାନ୍ତି। ସାଧାରଣ କାଠ ଲଗେଇ ଏଇଟା ପିଆଶାଳ କାଠ, ଏଇଟା ହଉଛି ଟିକ୍ କାଠ, ଏଇ ପ୍ରକାର ଭାବରେ ସେ ଖଟ, ଏଇ ପ୍ରକାର ଭାବରେ ଟେବୁଲ ଗୁଡିକ ବିକ୍ରି କରୁନଥିବେ। ବିଜନେସ କ୍ଷେତ୍ରରେ ମଧ୍ୟ ସେ ସମ୍ପୂର୍ଣ୍ଣ ଭାବରେ ବିଶ୍ୱସ୍ତ ଥିଲେ। ପରମେଶ୍ୱର ସେଇ ପ୍ରକାର ଆମମାନଙ୍କ ପ୍ରତି ବିଶ୍ୱସ୍ତ ଅଟନ୍ତି। ପ୍ରିୟମାନେ, ମୁଁ ଆପଣମାନଙ୍କୁ କହିବା ପାଇଁ ଚାହେଁ, ଆମେ ଯେଉଁ ଯେଉଁ କ୍ଷେତ୍ରରେ ପରୀକ୍ଷିତ, ପାରିବାରିକ ଜୀବନରେ ପରୀକ୍ଷାର ସାମ୍ନା କରିଛନ୍ତି, ସେ ବିଜନେସରେ ପରୀକ୍ଷାର ସାମ୍ନା କରିଛନ୍ତି, ଯୌବନ ଅବସ୍ଥାର ପରୀକ୍ଷାର ସାମ୍ନା ସେ କରିଛନ୍ତି। ମିନିଷ୍ଟ୍ରି ଆଇବା ସମୟରେ କଣ ସାଧୁ କି ଫାରୁସି ମାନେ ଫୁଲମାଳ ଧରି ଉଳେଇଲେ କି ତାଙ୍କୁ? ହଁ, ଫୁଲମାଳ ଧରି ଉଳେଇଲେ, ଓ ଆସିଲେ ନାଜରିତର ଜଣେ ଭବିଷ୍ୟତ ବକ୍ତା, ତାଙ୍କୁ ସ୍ୱାଗତ କର, ତାଙ୍କ ପାଇଁ ମେଜ ସଜାଅ, ଏସବୁ କିଛି କରିନାହାନ୍ତି। ତାଙ୍କୁ ରିଜେକ୍ଟ କଲେ। ଇଏ ପ୍ରଚାର କରିବ, ଇଏ ବଢେଇ ପ୍ରଚାର କଲେ ମୁଁ ଶୁଣିବି, ଇଏ କୋଉଠି ଇଏ ତ ପାଠ ମଧ୍ୟ ପଢିନାହିଁ। ସବୁ କ୍ଷେତ୍ରରେ ସେ ପରୀକ୍ଷିତ ହେଇଛନ୍ତି, ରିଜେକ୍ସନର ସାମ୍ନା ମଧ୍ୟ କରିଛନ୍ତି, ମାତ୍ର ସେ କୌଣସି କ୍ଷେତ୍ରରେ ପଡି ଯାଇନାହାନ୍ତି। ଆଜି ଯଦି ଆମେ ବିଭିନ୍ନ ପ୍ରକାର ପରୀକ୍ଷା ପ୍ରଲୋଭନ ମଧ୍ୟରେ ଯାଉଛୁ, ଏଇଟା ଆମ ପାଇଁ ପ୍ରତିଜ୍ଞା। ପ୍ରଭୁ ମତେ ବୁଝୁଛନ୍ତି। ଅନ୍ୟମାନେ ମତେ କମେଣ୍ଟସ କରିପାରନ୍ତି, ସମାଲୋଚନା କରିପାରନ୍ତି, ମୋର ବ୍ୟାକ୍ ବାଇଟିଂ କରିପାରନ୍ତି, ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ ସେଇ ପ୍ରକାର କରିବା ପରମେଶ୍ୱର ନୁହନ୍ତି। ଯେତେବେଳେ ମଧ୍ୟ ସେ ପରୀକ୍ଷା ପ୍ରଲୋଭନର ସମ୍ମୁଖୀନ ହଉଥିଲେ, ସେ କଣ କରୁଥିଲେ? 4:16 ଲେଖାଗଲା, ଅତେବାସ କୃପା ପ୍ରାପ୍ତି ନିମନ୍ତେ ପୁଣି ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ଆମ୍ଭେମାନେ ସାହସରେ ଅନୁଗ୍ରହ ସିଂହାସନ ନିକଟକୁ ଯାଉ। ପ୍ରଭୁ ଯୀଶୁ ଖ୍ରୀଷ୍ଟ ସବୁବେଳେ ଯାଉଥିଲେ, ଅନୁଗ୍ରହର ସିଂହାସନ ନିକଟକୁ ଯାଉଥିଲେ। ଦୟାକର, ମତେ ଶକ୍ତି ଦିଅ, ମତେ ସାମର୍ଥ୍ୟ ଦିଅ। ପ୍ରିୟମାନେ, ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେ 100% ଗଡ ଥିଲେ, 100% ମ୍ୟାନ୍ ଥିଲେ। ସେ ମନୁଷ୍ୟ ଭାବରେ ସେ ବିଭିନ୍ନ କ୍ଷେତ୍ରରେ ସେ ପରୀକ୍ଷିତ ହେଲେ। ପରମେଶ୍ୱରଙ୍କୁ ଭୋକ ଲାଗେ ନାହିଁ, ପରମେଶ୍ୱରଙ୍କୁ ନିଦ ଲାଗେ ନାହିଁ, ମାତ୍ର ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କୁ ଭୋକ ବି ଲାଗୁଥିଲା, ନିଦ ବି ଲାଗୁଥିଲା। ହଁ, ସେ ହାଲିଆ ହେଇକିନା ସେ ଶୋଇ ମଧ୍ୟ ପଡୁଥିଲେ, କାହିଁକି ସେ ମନୁଷ୍ୟ ଥିଲେ। ସେ ପରମେଶ୍ୱରଙ୍କୁ ଭୋକ ଲାଗେ ନାହିଁ। ଇସ୍ରାଏଲ ପରମେଶ୍ୱର ନିଦ୍ରା ଯାଆନ୍ତି ନାହିଁ କି ଘୁମାନ୍ତି ନାହିଁ। ଈଶ୍ୱରଙ୍କର ଅଭାବ ହେବାରୁ ସେ କାହାଠାରୁ କୌଣସି ପ୍ରକାର ଆବଶ୍ୟକ ସେ କରନ୍ତି ନାହିଁ, ମାତ୍ର ସେ 100% ମ୍ୟାନ୍ ଥିଲେ। ଆଜି ଆମ ଖ୍ରୀଷ୍ଟ
ଖ୍ରୀଷ୍ଟିଆନ ସମାଜରେ ଯୀଶୁଖ୍ରୀଷ୍ଟଙ୍କର ଡିଭିନିଟି ତାଙ୍କର ଈଶ୍ୱରତ୍ୱ ବିଷୟରେ ବହୁତ ପ୍ରଚାର କରାଯାଉଛି, ମାତ୍ର ତାଙ୍କର ମନୁଷ୍ୟତ୍ୱ ବିଷୟରେ ବହୁତ ବହୁତ ଅଳ୍ପ ପ୍ରଚାର କରାଯାଉଛି। ଏଇଟା କୁହାଯାଏ ଅନ୍ୟ ଯୀଶୁଙ୍କର ପ୍ରଚାର। ଆମେ ଯୀଶୁଖ୍ରୀଷ୍ଟଙ୍କର ଡିଭିନିଟି ଆଉ ତାର ହ୍ୟୁମାନିଟି ଦୁଇଟା ବିଷୟକୁ ଆମେ ଠିକ ଭାବରେ ଆମେ ଲୋକମାନଙ୍କ ନିକଟରେ ନେବାର ଆବଶ୍ୟକ ରହିଅଛି। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଆମକୁ ସହାନୁଭୂତି ଦେଖେଇବା ପାଇଁ ସବୁବେଳେ ସେ ପ୍ରସ୍ତୁତ ଅଛନ୍ତି। ଆମର ଦୁର୍ବଳତା ତାଙ୍କୁ କହିବାର ଅଛି, ପିତା ପ୍ରଭୁ ଯୀଶୁଖ୍ରୀଷ୍ଟ, ମୁଁ ଚକ୍ଷୁର ଅଭିଳାଷରେ ଜୟଲାଭ କରିପାରୁନାହିଁ, ମତେ ଟିକେ ସାହାଯ୍ୟ କରିବ କି? ମୋର ଏ ଟଙ୍ଗ ଉପରେ ମତେ ବହୁତ କଣ୍ଟ୍ରୋଲ ହେଉନାହିଁ, ମୁଁ ଟିକେ ଟିକେ କୁ ବ୍ୟାକବାଇଟିଂ କରିଦିଏ, ବେଳେ ବେଳେ ପୁଡିଆ ବି ଖାଇଦିଏ, ବେଳେ ବେଳେ ଫିଲ୍ମ ଗୀତ ବି ଗାଇଦିଏ। ଆମେ ଏଇ ପ୍ରକାର ଯଦି ଆମେ କହିବା ଆମେ ତାଙ୍କୁ, ସେ ଆମକୁ ସାହାଯ୍ୟ କରିବେ। ସେ ଆମକୁ ଆମେ ଅନେକ ସମୟରେ ଆମେ ବହୁତ ସ୍ପିରିଚୁଆଲ ବହୁତ ଧାର୍ମିକ ବୋଲି ଆମେ ଆକ୍ଟିଂ ମଧ୍ୟ ଆମେ କରିଥାଉ। ଆମେ ଯଦି ଆମେ ତାଙ୍କୁ ଆମେ କହିଦେବା ମୋର ଟିକେ ଟଙ୍କାର ଲୋଭ। ଏ ମଝିରେ ଜଣଙ୍କ ଘରକୁ ମୁଁ ଭିଜିଟ କରିବା ପାଇଁ ଯାଇଥିଲି, ଆଉ ଭିଜିଟ କରିବାକୁ ଯିବା ସମୟରେ ସେମାନେ କିଛି ଦାନ ବି ଦିଅନ୍ତି। ମୁଁ ପ୍ରାର୍ଥନା କରେ, ପ୍ରଭୁ ମତେ ସେ ଲୋଭରେ ମୁଁ ତାଙ୍କ ଘରକୁ ନ ଯାଏ, ମତେ ଦୟାକରି ମତେ ସାହାଯ୍ୟ କର। ମୁଁ ତାଙ୍କ ଘରକୁ ଯିବି, ପ୍ରାର୍ଥନା କରିବି, ଦାନ ବିଷୟରେ ମୋର ଟିକେ ମଧ୍ୟ ମାଇଣ୍ଡରେ ନଥାଉ। ମୁଁ ଏଇ ପ୍ରକାର, କାହିଁ ଆମେ ମନୁଷ୍ୟ ଭାବରେ ଆମ ଜୀବନରେ ଲୋଭ ପଳେଇ ଆସେ। ଆମେ ଯଦି ସଚ୍ଚୋଟ ଭାବରେ କହିଦେବା ଆମେ ମତେ ଟିକେ ଲୋଭ ଲାଗୁଛି, ମତେ ଲୋଭ ଉପରେ ତୁମେ ଜୟଲାଭ କରିବା ପାଇଁ ଟିକେ ସାହାଯ୍ୟ କର। ସେ ଅନୁଗ୍ରହ ସିଂହାସନ ନିକଟରେ ଯାଇ କହିବା, ମତେ ଟିକେ ଲୋଭ ଅଛି, ଚକ୍ଷୁର ଅଭିଳାଷ ଅଛି, ମୁଁ ଟିକେ ଟିକେ କୁ ରାଗି ଯାଉଛି, ମୋର ମନ ଭିତରେ ବେଶୀ ଖରାପ ଚିନ୍ତା ଭାବନା ଗୁଡିକ ଆସୁଛି। ସେ ଆମକୁ ସହାନୁଭୂତି ଦେଖେଇବେ। ଆଉ ଯଦି ଆମେ କହିବୁ ନାଇଁ ଦରକାର ନାହିଁ, ମୁଁ ଠିକ ଅଛି, ଯଦି ମେଡିକାଲରେ ଆମେ ଯିବୁ ତ କଣ ପେଟ ବଥା ହଉଛି, ପେଟ ବଥା ହଉଛି, ନାଇଁ ଆଜ୍ଞା ମତେ କିଛି ବଥାଉ ନାହିଁ, ମୁଣ୍ଡ ବଥାଉ ନାହିଁ, ମତେ କିଛି ବଥାଉ ନାହିଁ, ଟ୍ରିଟମେଣ୍ଟ କୁଆଡେ ଆରମ୍ଭ ହେବ? ପ୍ରଭୁ ଯୀଶୁଖ୍ରୀଷ୍ଟ ଆମକୁ କହୁଛନ୍ତି ଯେ ଉପଯୁକ୍ତ ସମୟରେ ଉପକାରକ ଅନୁଗ୍ରହ ପାଇବା ନିମନ୍ତେ ତୁମେ କଣ କର, ଅନୁଗ୍ରହର ସିଂହାସନ ନିକଟକୁ ଯାଅ। ପରୀକ୍ଷାରେ ଯେ ପ୍ରକାର ନ ପଡ, ଏଥିପାଇଁ ଜାଗି ରହି ପ୍ରାର୍ଥନା କର। ପ୍ରଭୁ ଯୀଶୁଖ୍ରୀଷ୍ଟ ସେଇଟା ପ୍ରବଳ ଆର୍ତ୍ତନାଦ ସହିତ ସେ ପ୍ରାର୍ଥନା କରୁଥିଲେ। ପ୍ରଭୁଙ୍କର ଗୌରବ ହଉ ପ୍ରିୟମାନେ, ଆମେ ପରୀକ୍ଷା ସମୟର ପ୍ରତିଜ୍ଞା ଗୁଡିକ ଦେଖୁଛୁ। ଏଇ ପ୍ରତିଜ୍ଞା ଗୁଡିକ ଯୋଉ ସମୟରେ ମଧ୍ୟ ଆମ ଜୀବନରେ ପରୀକ୍ଷା ପ୍ରଲୋଭନ ଆସିବ, ଏଇ ପ୍ରତିଜ୍ଞାକୁ ଯଦି ଆମେ ମନେ ରଖିବା, ତାହେଲେ କେବେ ହେଲେ ମଧ୍ୟ ପଢିବା ନାହିଁ ଆମେ। ପ୍ରଭୁ ଯୀଶୁଖ୍ରୀଷ୍ଟ କୌଣସି ଗୋଟିଏ ମଧ୍ୟ ପରୀକ୍ଷାରେ ସେ ପଡିନାହାନ୍ତି। ଆମ ଠାରୁ ଅଧିକ ପରୀକ୍ଷା ପ୍ରଲୋଭନର ସେ ସାମ୍ନା କଲେ, ଆଉ ସବୁ ପରୀକ୍ଷା ପ୍ରଲୋଭନ ଉପରେ ସେ ଜୟଲାଭ କରିଛନ୍ତି। ପ୍ରଭୁଙ୍କର ଗୌରବ ହଉ। ଆପଣ ମାନଙ୍କୁ ଆଉ କିଛି ପଦ ପର୍ବ ଗୁଡିକ ମୁଁ ଦେଖେଇବା ପାଇଁ ଚାହେଁ, ମୋ ସହିତ ଆପଣ ମାନେ ଫିଟେଇବେ। 2 କରନ୍ତୀୟ ପୁସ୍ତକ ଏହାର 12 ଅଧ୍ୟାୟ ପଢିବା ଆମେ 9 ପଦରୁ। ଆଉ ସେ ମତେ କହିଅଛନ୍ତି, ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ। ଅତଏବ ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଞ୍ଚ ମୋହର ଦୁର୍ବଳତାରେ ଦର୍ପ କରିବି। ବୁଝିପାରୁଛନ୍ତି ସେ ପାଉଲ 7 ପଦ 8 ପଦରେ ତାଙ୍କର ଗୋଟିଏ ଶୈତାନର କଣ୍ଟକ ତାଙ୍କ ଜୀବନରେ ଥିଲା। ଆଉ ଶୈତାନର କଣ୍ଟକ ଯେମିତିକି ତାଙ୍କ ଶରୀରରୁ ବାହାରି ଯିବ, ସେଥି ନିମନ୍ତେ ସେ ପ୍ରଭୁଙ୍କ ଛାମୁରେ 3 ଥର ପ୍ରାର୍ଥନା କରିଥିଲେ। ଆଉ ପ୍ରାର୍ଥନା କରିବାରୁ ପ୍ରଭୁ ପ୍ରାର୍ଥନାର ଉତ୍ତର ଦେଲେ। ଆମେ ପ୍ରାର୍ଥନାର ଉତ୍ତର ମାନେ କଣ? କଣ୍ଟକ ବାହାର କରିଦେବାଟା ବେଳେ ବେଳେ ଭାବୁ ଆମେ ସେଇଟା। ପ୍ରାର୍ଥନାର ଉତ୍ତର ପାଇଲୁ, ହଁ ଉତ୍ତର ମାନେ ହଁ ଆଗାମୀ ଭାବା, ମାତ୍ର ପ୍ରଭୁ ତାଙ୍କୁ ଉତ୍ତର ଦେଲେ, କହିଲେ ଯେ ମୁଁ ତ ଜୀବନରୁ କଣ୍ଟକ ବାହାର କରିବି ନାହିଁ। ଏଇଟା ସେ କହିଲେ। ଆଉ କହିଲେ ଯେ ମୁଁ ସୁସ୍ଥତା ଠାରୁ ମଧ୍ୟ ବଡ ବିଷୟ ହେଲା ମୋର ଅନୁଗ୍ରହ ତୁମକୁ ଦେବି। ରୋଗରେ ଯାଉଥିବା ସମୟରେ ଏତେ ବଡ ପ୍ରେରିତ, ତାଙ୍କ ରୁମାଲ ଦ୍ଵାରା ତାଙ୍କ ଗାମୁଛା ଦ୍ଵାରା ଲୋକମାନେ ସୁସ୍ଥ ହଉଛନ୍ତି, ମାତ୍ର ଏହି ପ୍ରେରିତ ଅନେକ ଜଣ ଗାଲାତୀୟ ପୁସ୍ତକ ଅନୁସାରେ ସେମାନେ କହନ୍ତି ଯେ ପାଉଲଙ୍କର ଆଖିରୁ ପାଣି ବାହାରୁଥିଲା, ସବୁବେଳେ ସେ ରୁମାଲରେ ପୋଛି ହଉଥିଲେ, କାରଣ ଗାଲାତୀୟରେ ଲେଖାଯାଇଛି ସମ୍ଭବ ହୁଏ ତ ତୁମେ ତୁମ ଚକ୍ଷୁ ଉପାଡ଼ି ମଧ୍ୟ ଦେଇଥାନ୍ତ, ତମର ଆଖିର ପ୍ରୋବ୍ଲେମ ଯେମିତି ଥିଲା। ଆଉ କିଏ କୋଉ ପ୍ରକାର ବିଷୟ ଗୁଡିକ କହନ୍ତି, ମାତ୍ର ଏଇ ଜାଗାରେ ପାଉଲଙ୍କର ଯୋଉ ପ୍ରକାର ରୋଗ ଥିଲା,
ସେଇ ରୋଗରେ ମଧ୍ୟ ସେ ପ୍ରଭୁଙ୍କର ସେବା ସେ କରୁଥିଲେ। ସେ କଷ୍ଟରେ ମଧ୍ୟ ପ୍ରଭୁଙ୍କ ସେବା କରୁଥିଲେ। ରୋଗ କଷ୍ଟ ତାଙ୍କୁ ଅଟକେଇ ପାରିଲାନି, ସେ ବୁଝିଗଲେ। ସେଥିପାଇଁ କହୁଛନ୍ତି ସେ ମତେ କହିଅଛନ୍ତି ଆମ୍ଭର ଅନୁଗ୍ରହ ତୁମ୍ଭ ନିମନ୍ତେ ଯଥେଷ୍ଟ। ଅଭାବ ଥିବ ମାତ୍ର ଅନୁଗ୍ରହ ଥିବ। ଏକାନି ରୋଗ ଥିବ, ସେକାନି ଅନୁଗ୍ରହ ମଧ୍ୟ ଥିବ। ଏକାନି ଗୋଟେ ବିଙ୍ଗ ଟେଡ଼ାମେଡ଼ା ୱାଇଫ କି ହଜବେଣ୍ଡ ପାଇଥିବୁ, ଘରକୁ ଗଲେ ବିଙ୍ଗ ପରି ଟେଡ଼ାମେଡ଼ା ହଉଥିଲେ, ହେଲେ ମଧ୍ୟ ଅନୁଗ୍ରହ ସାଙ୍ଗରେ ଥିବ। ତାଙ୍କର ଅନୁଗ୍ରହ ଆମ ପାଇଁ ଯଥେଷ୍ଟ। ଆମେ ବେଳେ ଭାବୁଥିବୁ ଏ ବିଙ୍ଗ ପରି ବସ୍ ଗୋଟେ, ଏ ଟେଡ଼ାମେଡ଼ା ବସ୍ ଗୋଟେ ଆମକୁ କାହିଁକି ମିଳିଛନ୍ତି, କାହିଁକି ତୁମକୁ ସିଧା କରିବା ପାଇଁ ଆମକୁ ସେଇ ପ୍ରକାର ବିଷୟ ଗୁଡିକ ପ୍ରଭୁ ରଖିଥାନ୍ତି ଆମ ଜୀବନରେ। ଆଉ ସେ ମତେ କହିଅଛନ୍ତି ଆମର ଅନୁଗ୍ରହ ତୁମ ନିମନ୍ତେ ଯଥେଷ୍ଟ, କାରଣ ଦୁର୍ବଳତାରେ ଆମ୍ଭର ଶକ୍ତି ସିଦ୍ଧ ହୁଏ। ଅତଏବ ଯେପରି ଖ୍ରୀଷ୍ଟଙ୍କ ଶକ୍ତି ମୋ ଉପରେ ଅବସ୍ଥାପନ କରେ, ଏଥିପାଇଁ ମୁଁ ଅତି ଆନନ୍ଦରେ ବରଞ୍ଚ ମୋହର ଦୁର୍ବଳତାରେ ମୁଁ ଦର୍ପ କରିବି। ଆମେ ଅନେକ ସମୟରେ ଆମେ କଣ କରୁ, ଆମର ବିଭିନ୍ନ ପ୍ରକାର ଦୁର୍ବଳତାକୁ ଆମେ ଲୁଚେଇବାକୁ ଆମେ ଲୁଚେଇବାକୁ ଚାହୁଁ। ଦେଖନ୍ତୁ, ବିଭିନ୍ନ ପ୍ରକାର ଦୁର୍ବଳତା ଗୁଡିକ ଲୋକମାନଙ୍କ ଅଛି। କେ ଜଣ ଅଛନ୍ତି ସେମାନେ ଇଂଲିଶ ଭଲ ଭାବରେ କହିପାରିବେନି, ହେଲେ ମଧ୍ୟ ସେମାନେ ସ୍ୱୀକାର କରିବେ ନାହିଁ। ଫଟାଫଟା ଇଂଲିଶ ସେମାନେ କହିଥିବେ, ମୁଁ ବହୁତ ବଢିଆ ଇଂଲିଶ। ଆରେ ଇଂଲିଶ ତମେ କହିପାରୁନ, ତୁମର ଦୁର୍ବଳତା ଏଇଟା। ଆହୁରି କିଏ ଗୀତ ଗାଇ ପାରିବେ ନାହିଁ, ସେଟା ତାଙ୍କର ଦୁର୍ବଳତା ଥିବ ସେଇଟା। ଆଉ କିଏ ଜଣ କିଛି କିଛି ସାଙ୍ଗେ ସାଙ୍ଗେ ଭୁଲି ମଧ୍ୟ ଯାଉଥିବେ। କହିବାର ଅଛି, ମୋର ଏତେ ଗୀତ ଗାଇବାର ଟ୍ୟାଲେଣ୍ଟ ନାହିଁ, ମୋତେ ପ୍ରଚାର କରିବାର ଏତେ ଟ୍ୟାଲେଣ୍ଟ ନାହିଁ। ଆମର ଦୁର୍ବଳତାରେ ପରମେଶ୍ୱରଙ୍କର ଶକ୍ତି କଣ ହୁଏ, ସିଦ୍ଧ ହେଇଯାଏ। ଦୁର୍ବଳ ଲୋକମାନଙ୍କୁ ପ୍ରଭୁ ନେଇ ସେ ଅତି ଶକ୍ତିଶାଳୀ ଭାବରେ ସେ ବ୍ୟବହାର କରିଛନ୍ତି ପ୍ରିୟମାନେ। ସେଥିପାଇଁ ପ୍ରଭୁ ଯୀଶୁଖ୍ରୀଷ୍ଟ ଯେତେବେଳେ ମଧ୍ୟ ତାଙ୍କର ଶିଷ୍ୟ ବାଛିବା ପାଇଁ ଗଲେ, କୌଣସି ବାଇବଲ କଲେଜକୁ ଗଲେ ନାହିଁ, ଗମଲିଏଲଙ୍କ ପାଖକୁ ଗଲେ ନାହିଁ। ସେ ସମୁଦ୍ର କୂଳକୁ ଯାଇ ସାଧାରଣ କେଉଟ ମାନଙ୍କୁ, ମାଛ ଧରାଳି ମାନଙ୍କୁ, ଏଇ ପ୍ରକାର କିଛି ଲୋକମାନଙ୍କୁ ସେ ବାଛିଲେ, ଆଉ ସେମାନେ ଜଗତକୁ ଓଲଟା ପାଲଟା କରିଦେଲେ। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ଯେ ପରୀକ୍ଷା ସମୟର ଏଇ ପ୍ରକାର ପ୍ରତିଜ୍ଞା ଗୁଡିକ ଯେତେବେଳେ ଆମେ ପରୀକ୍ଷା ପ୍ରଲୋଭନ ଆମ ଜୀବନରେ ଆସେ, ସେଇ ସମୟରେ ଆମେ ଟିକେ ଦୁର୍ବଳ ହେଇଯାଉ। ଆଉ ଯେଉଁ ସମୟରେ ଆମେ ଦୁର୍ବଳ ହେଇଯାଉ, ସେଇ ସମୟରେ ପରମେଶ୍ୱରଙ୍କର ଶକ୍ତି ଆମଠାରେ କାମ କରିବାଟା ଆରମ୍ଭ କରେ। ଆଉ ଆମକୁ ସେଇ ଶକ୍ତି ଦିନକୁ ଦିନ ବଳବାନ, ଆରେ ଇଏ ଏମିତି ପ୍ରଚାର କରୁଛି, ଇଏ ଏମିତି ଶିକ୍ଷା ଦଉଛି, ଇଏ ଏମିତି କରିଦେଲା, ସିଏ ସେମିତି କରିଦେଲା। ଆଶ୍ଚର୍ଯ୍ୟ ହେଇଯିବେ ଲୋକମାନେ, ଆରେ କେମିତି ହେଇଗଲା। ଯେତେବେଳେ ଆମେ ଦୁର୍ବଳ ହେଇଯାଉ, ସେତେବେଳେ ପରମେଶ୍ୱରଙ୍କର ଶକ୍ତି ଆମଠାରେ ସକ୍ରିୟ ଭାବରେ କାମ କରିବାକୁ ଲାଗେ। ଏଥିପାଇଁ ଆଇବ ଗୋଟେ କଥା କହନ୍ତି, ମୁଁ ଆପଣମାନଙ୍କୁ ଆଇବ ପୁସ୍ତକକୁ ନେଇଯିବା ପାଇଁ ଚାହେଁ। ମୋ ସହିତ ଆପଣମାନେ ଆଇବ ପୁସ୍ତକ 23 ଅଧ୍ୟାୟ ଫିଟେଇବେ, 10 ପଦ। ଆଇବ କଣ କହୁଛନ୍ତି? ମାତ୍ର ମୁଁ ଯୋଉ ପଥ ଅବଲମ୍ବନ କରେ ସେ ତାହା ଜାଣନ୍ତି, ସେ ମୋହର ପରୀକ୍ଷା କଲା ଉତ୍ତାରେ ମୁଁ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହେବି। ପ୍ରଭୁ ଆମକୁ ଯେତେବେଳେ ପରୀକ୍ଷା କରିସାରିବେ, ସେତେବେଳେ ଆମେ ନଷ୍ଟ ହେଇଯିବୁନି, ଦୁର୍ବଳ ହେଇଯିବୁନି। ଆହୁରି ସୁନା ପରି, ଆହୁରି ଚିକଚାକ, ଆହୁରି ଅଧିକ ସାଇନିଂ ଦେବାକୁ ଷ୍ଟାର୍ଟ କରିଦେବୁ ଆମେ। ଆପଣଙ୍କୁ ପରମେଶ୍ୱର ଯେତେ ପ୍ରକାର ପରୀକ୍ଷା ପ୍ରଲୋଭନ ଆପଣଙ୍କ ଜୀବନରେ ଆସିବାକୁ ଅନୁମତି ଦେବେ, ଆପଣ ଦେଖିବେ 2024ରେ ଆପଣଙ୍କର ଏନୋଏଟିଂ ଯେମିତି ଥିଲା, 2025ରେ ଆପଣଙ୍କ ଏନୋଏଟିଂ ର ଲେଭେଲ ବଢିଯିବ। 2026ରେ ପ୍ରଭୁଙ୍କ ଆଗମନ ନଥିବ, ତାର ଲେଭେଲଟା ବଢିଯିବ। ଏଇ ପ୍ରକାର ଭାବରେ ପରମେଶ୍ୱର କହୁଛନ୍ତି ଯେ ଆମର ଲେଭେଲଟାକୁ ବଢେଇ ଦେବେ ସବୁ କ୍ଷେତ୍ରରେ। କେତେବେଳେ? ପରୀକ୍ଷା କଲା ଉତାରେ, ସେ ମତେ ପରୀକ୍ଷା କଲା ଉତାରେ ମୁଁ ସୁବର୍ଣ୍ଣ ପରି ଉତ୍ତୀର୍ଣ୍ଣ ହେବି। ବୋଲେ ଆହୁରି ଅଧିକ ଆମର ସାଇନିଂଟା ବଢିଯିବ। ପ୍ରିୟମାନେ, ଯେତେ ପ୍ରେସର ଆମ ଜୀବନରେ ରହିବ, ପରୀକ୍ଷା ପ୍ରଲୋଭନ ରହିବ, ସେତେ ଆମେ ଅଧିକ ଅଧିକ ପରିଷ୍କାରରୁ ପରିଷ୍କାର ହେଇଯିବ। ଲୋକମାନେ କେତେବେଳେ ପଡିଯାଆନ୍ତି? ସୁଖଭୋଗ ସମୟରେ। ମାତ୍ର ଯେତେବେଳେ ପରୀକ୍ଷା ପ୍ରଲୋଭନ ମଧ୍ୟ ଦେଇ ଯାଆନ୍ତି, ସେମାନେ ଅଧିକ ଅଧିକ ତେଜସ୍କର ହେଇକିନା ସେମାନେ ଯାଆନ୍ତି। ପ୍ରଭୁ ଆମମାନଙ୍କୁ ଅନୁଗ୍ରହ କରନ୍ତୁ ପ୍ରିୟମାନେ। ସେଥିପାଇଁ ଏଇ ପଦଟା ପଢିବା ଆମେ, ଗୀତ ସଂଗୀତା ପୁସ୍ତକ 34 ଗୀତକୁ ଆପଣ ମାନେ ଆସିବେ। 34 ଗୀତର 19 ପଦ।
ଧାର୍ମିକର ବିପଦ ଅନେକ, ମାତ୍ର ସେ ସବୁରୁ ସଦାପ୍ରଭୁ ତାହାକୁ ଉଦ୍ଧାର କରନ୍ତି। ଧାର୍ମିକର ବିପଦ ଗୋଟେ ଦିଟା ତିନିଟା ଚାରିଟା ପାଞ୍ଚଟା ବୋଲି ଲେଖାଯାଏ ନାହିଁ। ଯଦି ଆମେ ଧର୍ମ ଜୀବନ ଯାପନ କରୁଛୁ, କାରଣ ପୁରାତନ ନିୟମରେ ଆମେ ଦେଖୁଥିଲୁ ଇସ୍ରାଏଲ ଲୋକମାନେ ଯେତେବେଳେ ମଧ୍ୟ ବିଗିଡି ଯାଉଥିଲେ, ପରମେଶ୍ୱର ସେମାନଙ୍କ ଜୀବନରେ ବିପଦ ଆଣୁଥିଲେ। ମାତ୍ର ଆମେ ନୂତନ ନିୟମରେ ଆମେ ଦେଖୁଛୁ, ଆମେ ଧର୍ମ ଜୀବନ ଯାପନ ଯେତେବେଳେ ଆମେ କରୁ, ପରମେଶ୍ୱର ଧାର୍ମିକକୁ ପରୀକ୍ଷା କରନ୍ତି, ଦୁଷ୍ଟକୁ ତାଙ୍କର ପ୍ରାଣ ଘୃଣା କରେ ବୋଲି ଲେଖାଯାଏ। ଧାର୍ମିକକୁ କାହିଁକି ସେ ପରୀକ୍ଷା କରନ୍ତି? ସେ ଆହୁରି ଅଧିକ ଚକମକ କରିବା ପାଇଁ। ବୁଝନ୍ତୁ, ଯେତେବେଳେ ଆଇବଙ୍କୁ ପରୀକ୍ଷା କରାଗଲା, ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ବ୍ଲେସିଂ, ଆନଏଣ୍ଟିଂ, ତାଙ୍କର ମାନ ମର୍ଯ୍ୟାଦା ସବୁ ଯାକ ଡବଲ ହେଇଗଲା। ଧନ ସମ୍ପତ୍ତି ଯେତିକି ଥିଲା ଡବଲ ହେଇଗଲା, ତାଙ୍କର ଗୌରବ ଯେତିକି ଥିଲା ଡବଲ ହେଇଗଲା। ତାଙ୍କର ପୁଅ ଝିଅ ସ୍ୱର୍ଗରେ 10 ଜଣ ରହିଗଲେ, ଏ ପୃଥିବୀରେ 10 ଜଣ ରହିଗଲେ। ପ୍ରତ୍ୟେକ ଏ ପ୍ରକାର ସୁନ୍ଦର ଝିଅ କାହାର ନଥିଲେ, ମାତ୍ର ପରୀକ୍ଷା ଓ ଜୟଲାଭ କଲା ପରେ ଏମିତି ସୁନ୍ଦର ଝିଅ ଗୁଡିକ ଜନ୍ମ ହେଲେ, ସେ ଅଞ୍ଚଳରେ ସେ ପ୍ରକାର ସୁନ୍ଦର ଝିଅ ମାନେ କେହି ନଥିଲେ। ପ୍ରିୟମାନେ, ଧାର୍ମିକର ବିପଦ ଅନେକ। ଆମେ ଯଦି ଧର୍ମ ଜୀବନ ଯାପନ କରୁଛୁ, ଏହାର ଅର୍ଥ ନୁହେଁ ଯେ ଆମକୁ ବିପଦ ଘଟିବ ନାହିଁ। ମୁଁ ତ ଏତେ ପ୍ରାର୍ଥନା କରୁଛି, ଏତେ ବାଇବଲ ପଢୁଛି, ଏତେ ଉପବାସ କରୁଛି, ମୋ ଜୀବନରେ କାହିଁକି ଏତେ ବିପଦ ଆସୁଛି? ବିପଦ ନାହିଁ, ସେଇଟା ଆପଣଙ୍କର ଉନ୍ନତିର ମାର୍ଗ। ଏହା ହଉଛି ଆମମାନଙ୍କର ଗୋଟେ ପରେ ଗୋଟେ ସିଡି ଗୁଡିକ। ସେଇଟା ଯୀଶୁଖ୍ରୀଷ୍ଟ ଯାହା ଘରକୁ ଖାଇବାକୁ ଯାଉଥିଲେ, ଯାହା ଘରେ ଆତିଥ୍ୟ ସତ୍କାର କରୁଥିଲେ, ଅନ୍ୟ ଘରର ଭାଇ ମରିଲେ ନାହିଁ, ମାତ୍ର ଲାଜାର ମରି ଯାଉଛନ୍ତି। ଅନ୍ୟ ଘରେ ମୃତ୍ୟୁର ଖବର ଆମକୁ ଦେଖୁନୁ ଆମେ, ମାତ୍ର ଲାଜାରଙ୍କର ଘରେ, ମାର୍ଥା ମରିୟମଙ୍କ ଘରେ ମୃତ୍ୟୁ ଘଟୁଛି। ମାତ୍ର ମୃତ୍ୟୁ ଘଟିଲା ପରେ ସେଟା ତାଙ୍କର ଦି ଏଣ୍ଡ ହେଇଗଲା ନାହିଁ, ସେ କାହାଣୀ ସେମିତି ରହିଗଲା ନାହିଁ। ପ୍ରଭୁ ଯୀଶୁଖ୍ରୀଷ୍ଟ ଗଲେ, ଆଉ 4 ଦିନରେ ସେଇ ଯୋଉ ସଢା ଶବଟାକୁ ସେ କଣ କରୁଛନ୍ତି? ପୁନରୁତ୍ଥିତ କରୁଛନ୍ତି। ପଡିଶା ଘରେ କେବେ ସେଇ ପ୍ରକାର କେବେ ଘଟି ନାହିଁ, ତାଙ୍କ ସାମ୍ନା ଘରେ କେବେ ସେଇ ପ୍ରକାର ଘଟି ନାହିଁ, ମାତ୍ର ସେଇ ଘଟଣା ତାଙ୍କ ଘରେ ଘଟୁଛି। ଯୀଶୁଖ୍ରୀଷ୍ଟ ଜାଣି ଜାଣି ସେଇଠୁ ଯୋଉ ବେଥନିଆରେ ଯୀଶୁଖ୍ରୀଷ୍ଟ ରହିବା ଜାଗା ବହୁତ ଅଳ୍ପ ଦିନର ବାଟ, ସାଙ୍ଗେ ସାଙ୍ଗେ ଯାଇ ପହଞ୍ଚିଥାନ୍ତେ, ମାତ୍ର ସେଇ ସ୍ଥାନରେ ସେ 3 ଦିନ ଆଉ ରହିଗଲେ। କାହିଁକି? ତାଙ୍କର ଭାଇକୁ ରୋଗରୁ ସୁସ୍ଥତା ଦେବାକୁ ଚାହୁଁନଥିଲେ। ସେ ତାଙ୍କ ଭାଇଙ୍କୁ ପୁନରୁତ୍ଥାନ କରିବା ପାଇଁ ଚାହୁଁଥିଲେ, ମୃତ୍ୟୁରୁ ଉଠେଇବା ପାଇଁ ଚାହୁଁଥିଲେ। ତାହା ଦ୍ୱାରା ସେହି ପରିବାର, ସେଇ ଅଞ୍ଚଳରେ ପ୍ରଭାବ ରହିଲା। ଆଙ୍କର ଭାଇ ମୃତ୍ୟୁରୁ ଉଠିଲା, ଆଙ୍କର ପରମେଶ୍ୱରଙ୍କ ସହିତ ଗୋଟେ ଘନିଷ୍ଠ ସମ୍ପର୍କ ରହିଛି। କାହା ଜୀବନରେ ଏ ପ୍ରକାର କାମ କେବେ ହେଇନାହିଁ। ପ୍ରିୟମାନେ, ଲେଖାଗଲା ଧାର୍ମିକର ବିପଦ ଗୋଟେ ନାହିଁ, ଦିଟା ନାହିଁ, ତିନିଟା ନାହିଁ, ଅନେକ। ଆଜି ଆମମାନେ ମଧ୍ୟ ଅନେକ ପ୍ରକାର ବିପଦ ମଧ୍ୟ ଦେଇ ଆମେ ଯାଉଛୁ, ସେତିକିରେ ନାହିଁ, ମାତ୍ର ସଦାପ୍ରଭୁ, ଆଉ କିଏ ଏଇଟା ବାହାର ଲୋକ ନୁହେଁ, ମାତ୍ର ସେ ସବୁରୁ ସଦାପ୍ରଭୁ ତାହାକୁ ଉଦ୍ଧାର କରନ୍ତି। ଧାର୍ମିକକୁ ଉଦ୍ଧାର କରିବା ପାଇଁ ସେ ସଦା ସର୍ବଦା ସେ ଜୀବିତ ଅଛନ୍ତି। ପ୍ରିୟମାନେ, ପରୀକ୍ଷା ସମୟର ପ୍ରତିଜ୍ଞା ଗୁଡିକକୁ ଜାଣିବା। ବିପଦ ଆସିବ, ମାତ୍ର ଉଦ୍ଧାରକର୍ତ୍ତା ମଧ୍ୟ ଥିବେ। ବ୍ୟତିବ୍ୟସ୍ତ ହେବା ନାହିଁ। ଆମର ଶକ୍ତି ସାମର୍ଥ୍ୟ ବାହାରେ ସେ ଆମକୁ ପରୀକ୍ଷା କରିବେ ନାହିଁ। ଆଉ ଯୋଉ ସମୟରେ ମଧ୍ୟ ଆମ ଜୀବନରେ ପରୀକ୍ଷା ଆସି ଆମକୁ ଦୁର୍ବଳ କରିଦିଏ, ସେତେବେଳେ ଆମେ ଶକ୍ତିଶାଳୀ ଆମେ ହେଇଯିବା। ଯେତେବେଳେ ଆମେ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେଲା ପରେ ସୁବର୍ଣ୍ଣ ପରି ଆମେ ଆହୁରି ଚକମକି ହେଇକିନା ପଳେଇବା। ଆଉ ଆମ ଜୀବନରେ ବିପଦ ଆସିଲେ ମଧ୍ୟ ସେ ବିପଦ ଆମକୁ ନଷ୍ଟ କରିପାରିବ ନାହିଁ। ସବୁ ପ୍ରକାର ବିପଦରୁ ପରମେଶ୍ୱର ଆମମାନଙ୍କୁ ଉଦ୍ଧାର କରିବେ। ପଢିବା ଆମେ ଯାକୁବ ପୁସ୍ତକରୁ ଗୋଟେ ପଦ ଆମେ ପଢିବା। ଆମେ ଯାକୁବ ପୁସ୍ତକ 1 ଅଧ୍ୟାୟ 2 ପଦରୁ ଟିକେ ପଢନ୍ତୁ। ହେ ମୋହର ଭାଇମାନେ, ତୁମ୍ଭେମାନେ ଯେତେବେଳେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ, ସେତେବେଳେ ତାହା ବିଶେଷ ଆନନ୍ଦର ବିଷୟ ବୋଲି ମନେ କର। ପରୀକ୍ଷାସିତ ବିଶ୍ୱାସ ଯେ ଧୈର୍ଯ୍ୟ ଉତ୍ପନ୍ନ କରେ, ଏହା ତ ଜାଣିଅଛ। କି ସୁନ୍ଦର ଲେଖା ଯାଉଛି, ନାନା ପ୍ରକାର ପରୀକ୍ଷା। ବିଭିନ୍ନ ପ୍ରକାର ପରୀକ୍ଷା ଯେତେବେଳେ ପରୀକ୍ଷିତ ହୁଅ, ସେତେବେଳେ ମନ ଦୁଃଖ ନ ହଉ। ମତେ ଏକା ଦେଖିଛ କି ପ୍ରଭୁ? ମତେ ଏକା କାହିଁକି ଏତେ ପ୍ରକାର ପରୀକ୍ଷା ତମେ ଦଉଛ? କାହିଁକି ମୋ ଜୀବନରେ ଏଇ ପ୍ରକାର ଘଟଉଛ? ଏଇ ପ୍ରକାର କଥା ଆମେ ନ କହି, ବାଇବଲ କହେ, ଯେତେବେଳେ ତୁମେମାନେ ନାନା ପ୍ରକାର ପରୀକ୍ଷାରେ ପରୀକ୍ଷିତ ହୁଅ, ସେତେବେଳେ ତାହା ଆନନ୍ଦ ନୁହେଁ, ବିଶେଷ ଆନନ୍ଦର ବିଷୟ ବୋଲି ମନେ କର। ମୁହଁକୁ ଶୁଖେଇ ଦିଅ ନାହିଁ। ଯେତେବେଳେ ଟିକେ ବିରିୟାନୀ ଖାଅ, ହଁ, ସେତେବେଳେ ଟିକେ ଖୁସି ହୁଅ, ସେତେବେଳେ ଟିକେ ଗୀତ ଗାଅ, ସେତେବେଳେ ଟିକେ ପ୍ରଭୁଙ୍କର ଆନନ୍ଦ କର। ମୁହଁକୁ ଶୁଖେଇକିନା ରହିବା, କଣ ହେଲା ଭାଇ,
बोले मुंह सुखेइले कौन है पुणी लोक मैंने पचारे आमको ये माने जिते जोसेफर अकारण से जेल रे अच्छा जोसेफर मुंह सुखी नथिला मात्र से स्थान से जो राजकर्मचारी मान मुंह सुखी जोसेफ जाए पचारुंट कौन है तुम मुह कहीं सुखे कि अछ अरे जोसेफ मुह सुखे कथा भेंडिया पिलाटा मात्र से राजकर्मचारी माने से मुह सुखी जाइए से जाए पचारुंट कौन प्रिय माने आज अकारण जोसेफ जेल रे थिले मध्य एटा प्रस्तुत करुच्ची जेल रे थिले तो से जाइकिना से राजकर्मचारी मान सहित से मिसी पारिबे प्रभु आमान को अनुग्रह करंतु प्रिय माने जितेबले आम नाना प्रकार परीक्षा परीक्षित हो विशेष आनंदर विषय बोली मन करिबा कारण परीक्षा सिद्ध विश्वास कौन आने धैर्य उत्पन्न करे धैर्य बहुत आवश्यक रही आम ख्रिस्टियान जीवन में धैर्यटा बहुत बहुत आवश्यक आज अनेक लोक धैर्यहरा अवस्था से 12 पद पढ़िबा जो लोक परीक्षा सह्य करे से धन्य कारण प्रभु आपना लोक मानकु जो जीवन रूप मुकुट देवाकु प्रतिज्ञा करियोछंती परीक्षा सिद्ध हेला उतारे सही लोक सही मुकुट प्राप्त हेबो। जो लोक परीक्षा बचसा करे जो लोक परीक्षा पलायन करे से धन्य नुह परीक्षा जीवन में जो आसब से परीक्षा को आमको सह्य करिवार अछि परीक्षा को पिठी देखेबार नहीं परीक्षा आसिले मेडिकल सर्टिफिकेट देले हेबो नहीं आमको आउ गोटे क्लास को नहीं जिबे नहीं परीक्षा को फेस करिवार सिखिबार अछि हमर पुओ झियो मान को हम रेडी करछे परीक्षा आज है एते कोन सोचू उठे पढ़े आमे सांगे सांगे से मान कोन करछू परीक्षा को सामना कले तो आगो गुसे जिबे आमे परीक्षा को यदि आमे सामना करबा सह्य करिवार आवश्यक रही परीक्षा को सह्य करे से धन्य प्रभु अपना लोक मान को जो जीवन रूप मुकुट देवा प्रतिज्ञा करियोछंती परीक्षा सिद्ध हेला उतारे सही लोक सही मुकुट प्राप्त हेबे परीक्षा उत्तीर्ण हेला परे परमेश्वर आमर मुंड को खाली रखिबे नहीं आमको से मुकुट पिंधे देबे कहीं ना परीक्षा उत्तीर्ण हेला परे ही से मुकुट गुड़ी आम मान को मिले ए प्रकार प्रिय माने आमे केते प्रकार परीक्षा प्रलोभन मध्य दे जाउछु आ सब प्रकार परीक्षा प्रलोभन मध्य रे केबे बचसा करिवे नहीं केबे हेले मध्य कंप्लेन करिवे नहीं सब समय रे प्रार्थना करिवे धन्यवाद देवे देखिबे धीरे 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 परमेश्वर बाट गुड़ी को फिटे देवे आमे परीक्षा प्रलोभन समय प्रतिज्ञा गुड़ी को आमे देखुथिलु शेष पद पढ़ी आमे प्रार्थना करिबा जहाँ कि आमे एवरी पुस्तक रे आमे पाउछु 13 अध्याय एरा बहुत बड़ प्रॉमिस सामान को निमंते 13 अध्याय 5 पद आचार व्यवहार धनलोभ शून्य हुओ तुम मानकर जहा किछि अछि सेतिरे संतुष्ट थाओ कारण से निजे कहि अछंती आम्भे तुमको केबे ही छाड़िबा नाही आम्भे तुमको केबे ही परित्याग करिबा नाही। हाँ परमेश्वर आमको कहते कौन सी परीक्षा प्रलोभन समय रे आमे तुमको छाड़िबा नहीं आमे तुमको परित्याग करिबा नहीं आमे तुमर संग रहिबा आमे तुमर सहित रहिबा आमे तुमको उद्धार करिबा आमे तुमको रक्षा करिबा प्रिय बारे गीत संगीता 50:15 लिखा गला संकट दिन रे परीक्षा समय रे आंभ को डाक आंभे तुमको उद्धार करिबा आंभे तुम्भे आमर महिमा प्रकाश करिबो मु सब बेले कहे लोक माने आमको कहंती भोजी भात बेले डाक जन्मदिन रे डाक आमको घर प्रतिष्ठा समय डाक चर्च एनिवर्सरी रे डाक मात्र दुख समय आसिला बेले से माने फोन कले उठेबे नहीं अलगा बाट दी से माने पळै जिबे मात्र परमेश्वर आमको कहउचंती संकट दिन रे जो समय रे संकट तुम ऊपर माड़ी आसे आमको डाक आमे उद्धार आमे करिबा आमे तुम सांगे रे अछु आमे तुमको रक्षा करिबा मात्र आमे परमेश्वर को न डाकी आमे अनेक लोकन को आमे फोन करिता परमेश्वर दुर्दशा काल रे अति निकटवर्ती सहायक किए परमेश्वर संकट समय सबुठु पाखरे सी रुहंती मु कहे पिज्जा आइबाटा डेरी हेबो 108 गाड़ी आइबाटा डेरी हेबो मात्र परमेश्वर आइबाटा के विलंब हेबो नै परमेश्वर कहू कहू से हमकु उद्धार करिवा पई रक्षा करिवा पई से आसीबा परमेश्वर प्रिय माने संकट समय परीक्षा समय प्रलोभन समय प्रतिज्ञा गुड़ी को मन रखिबा
आमे धार्मिक होइगलु एहार अर्थ नुहे जे आम जीवन रे कोनोसी प्रकार विपद आसीबो नहीं। धार्मिक विपद अनेक थिबो, मात्र रक्षाकर्ता मध्य अछंती। से पढ़िबा पाई देबे नहीं, से पढ़िबा पूर्वरु आमानकु तळी धरिबे। धार्मिकर चरण को से विचलित हेबा पाई देबे नहीं, धार्मिकर गतिपथ को से संभाळिबे। सेति गीत रचक कहंती, एणु मु मृत्यु छाया रूप उपत्यका देई गमन कले हैं कौनसी आपद को भय करिबे नहीं, कारण तुम्भे मोहर सहवर्ती। परमेश्वर आमर सहवर्ती। जितेबाला रास्ता रे गोटे कुकुर थाए, मो पुओ डरे, मात्र मो हाथ धरी चलला बेले से कुकुर को टेका मारिबा पाए मते से इच्छा करे। काहेकि परमेश्वर सांगरे थिबे, बापा सांगरे थिबे, ताहाले आमे कोनोसी प्रकार परीक्षा प्रलोभन को आमे व्यतिव्यस्त हेबा कथा नहीं। परीक्षा रे जयलाभ कला परे आमर सब विषय डबल हो जीवो। जीवन रूपक मुकुट देबे, सुवर्ण ठारू मध्य आहुरी अधिक आमे तेजस्कर हेबा। प्रार्थना करिबा पाई छिबा। आपण माने केउ प्रकार परीक्षा प्रलोभन देई आपण माने जाउछंती मते जणा नै। बसु बसु परमेश्वर जो वाक्य देले ताहा मु आपण मानक निकट रखिली। जदि आपण जे कोनोसी प्रकार परीक्षा प्रलोभन रे जाउछंती आ भाबुछंती मोर शक्ति बाहरे, मोर सामर्थ्य बाहरे, काहे कि प्रभु मते परीक्षा करूछंती। परमेश्वर से विश्वस्त, से आमकर शक्ति सामर्थ्य बाहर आम केबे मध्य परीक्षा करिनाहांती कि करिबे नहीं। उद्धार मार्ग सब बेले से खोलिके रखिछंती। आसंतु से उद्धार मार्ग को जीवा, निजको डिस्करेज करिबा नहीं। ओ मो कारण रे जेल रे अछि, ए प्रकार जोसेफ मुह को बड्ड करी सुखे किना से बसी नथिले। जाकुब कहंती, जेतेबेले तुमे नाना प्रकार परीक्षा रे परीक्षित हो सेतेबेले ता विशेष आनंदर विषय बोली मने कर। प्रिय माने सबु भल थिला बेले तो समस्त आनंद करिवे, मात्र परीक्षा प्रलोभन समय रे परित्राण प्राप्त होइता विश्वासी से आनंद उल्लास करी प्रभु को धन्यवाद देवे। प्रार्थना करिवा। पिता, आमे तुमको धन्यवाद दउछु, तुम नाम रो गौरव करूछु। जीवन रो शेष निश्वास जाए तुमको शैतान परीक्षा कला, जगत परीक्षा कला, सब परीक्षा रे तुमे जयलाभ कल। मु तुमको धन्यवाद दिए। 19 वर्ष बयस रे अब्राहम मध्य परीक्षित हेले। प्रभु समस्त जीवन रे परीक्षा आसे, मात्र परीक्षा रे पढ़िबा पाई दियो नहीं, परीक्षा रे हारिबा पाई दियो नहीं। सब समय रे जययुक्त होई आगु को बढ़िबा पाई तुमे दियो। मु प्रार्थना करूछि राजा, हे महान परमेश्वर, ए ओडिया यूनाइटेड प्रेयर फेलोशिप निमंते मु तुमको धन्यवाद दिए। प्रति गुरुवार स्थान को आसी तुम पवित्र वाक्य वितरण करने तुम देछ। मु तुम नाम गौरव करे। जो भाई भौणी माने आछि मेसेज को शुणी से आशीर्वाद कर, से प्रश्न उत्तर दियो और से परीक्षा प्रलोभन से जयलाभ करी तुम निमंते बंचिबा साहाय्य। प्रार्थना शुणी धन्यवाद दे प्रार्थना प्रिय प्रभु यीशु नाम रे मागुछु,